ମଲ୍ଲିକ। ଠିକ ଅଛି ସାର୍। ଭଏସ ଆସୁଛି? ହଁ ଆସୁଛି କୁହନ୍ତୁ। ଆଜ୍ଞା ଧନ୍ୟବାଦ ପ୍ରଭୁ ଏଇ ସୁନ୍ଦର ସମୟ ପାଇଁ ପ୍ରଭୁ ଧନ୍ୟବାଦ ପାଆନ୍ତୁ, ଗୌରବ ପାଆନ୍ତୁ। ପ୍ରଭୁ ଅନୁଗ୍ରହ କଲେ, ଦୟା କଲେ, ପୁଣି ଆଜିର ଏଇ ନୂତନ ପ୍ରଭାତରେ ପ୍ରଭୁ ଆପଣମାନଙ୍କ ସହିତ ମିଳିତ ହେଇ ପ୍ରଭୁଙ୍କର ଗୌରବ କରିବା ପାଇଁ, ତାଙ୍କରି ମହିମା କରିବା ପାଇଁ, ତତ୍ସହିତ ପ୍ରଭୁଙ୍କର ଗଭୀର ରହସ୍ୟମୟ ବାକ୍ୟକୁ ଆପଣମାନଙ୍କ ନିକଟରେ ଅଳ୍ପ ସମୟ ପ୍ରକାଶ କରିବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି। ମୁଁ ବିଶେଷ ଧନ୍ୟବାଦ ଦଉଛି। ପୁଣି ଏଇ ଜୁମରେ ଜଡ଼ିତ ସମସ୍ତ ପ୍ରଭୁଙ୍କର ପ୍ରିୟ ପରିବାରକୁ, ଦାସ ଦାସୀ ଗଣ ମାନଙ୍କୁ ସମସ୍ତଙ୍କୁ, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମୋର ଆନ୍ତରିକତାର ପ୍ରେମ ଭରା ନମସ୍କାର, ପ୍ରାଇଜ ଅର୍ପଣ ଜ୍ଞାପନ କରୁଛେ। ଆଉ ଆଶା କରୁଛି ସମସ୍ତେ ଆପଣ ମାନେ ଭଲରେ ଅଛନ୍ତି। ଆଉ ଆକ୍ଚୁଆଲି ଗତ ଦିନ ମାନଙ୍କରେ ମୁଁ ଆପଣ ମାନଙ୍କ ସହିତ ଜଡ଼ିତ ହେଇପାରୁନଥିଲି, ଯେହେତୁ ନେଟୱାର୍କ ର ସମସ୍ୟା ହେତୁ। ଆଉ ଆଜି ବି କେତେ ଦୂର ନେଟୱାର୍କ ଠିକ ହେବ କହିପାରିବିନି। ଆଉ ଯେତେ ଦୂର ଆଉ ସବୁ କଥା କହିବି ସେତେ ସମୟ ପର୍ଯ୍ୟନ୍ତ କହୁଥିବି। ଯଦି ମଝିରେ ନେଟୱାର୍କ କଟିଗଲା ତେବେ ଆଉ ମଦନ ସାର୍ ଅଛନ୍ତି, ସେ ନିଶ୍ଚିନ୍ତ କହିବେ। ଅତ୍ୟନ୍ତ ଏମିତି ଆଡକୁ ଅଗ୍ରସର ହେବା କି ଆଜିର ଏଇ ପ୍ରାତଃକାଳୀନ ସମୟରେ ପ୍ରଭୁ ଆମମାନଙ୍କ ପାଇଁ କେଉଁ ପ୍ରକାର ବାକ୍ୟ ରଖିଛନ୍ତି, କଣ ସେ ଆମମାନଙ୍କୁ କହିବା ପାଇଁ ଚାହୁଁଛନ୍ତି, ଆଉ ସେ ବିଷୟରେ ଆମେ ଅଳ୍ପ ସମୟ ଆଲୋଚନା କରିବା ବା ଦୃଷ୍ଟିପାତ କରିବା। ଆସନ୍ତୁ ଲୁକ ଲିଖିତ ସୁସମାଚାର 10 ଅଧ୍ୟାୟ ଆମ୍ଭେମାନେ 38 ପଦରୁ 42 ପଦ ପର୍ଯ୍ୟନ୍ତ ପାଠ କରିବା। ପ୍ରାଞ୍ଜଳ ଭାବରେ ପଢି ଦିଅନ୍ତୁ। ଲୁକ 10 ଅଧ୍ୟାୟ 38 ପଦରୁ ଆମେ 42 ପଦ ପର୍ଯ୍ୟନ୍ତ ପଢିବା। ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ସ୍ତୁତିବାଦ କରୁ କରୁ ଜେରୁସାଲେମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟରେ ଲୁକ କହିବାକୁ ଲିଖିତ ଲାଗିଲେ। ସୁସମାଚାର 10 ଅଧ୍ୟାୟ 38 ପଦରୁ 42 ପଦ। ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମୀ ଜଣେ ସ୍ତ୍ରୀ ଲୋକ ଆପଣା ଗୃହରେ ତାହାଙ୍କର ଆତିଥ୍ୟ କଲେ। ମରିୟମ ନାମୀ ତାଙ୍କର ଜଣେ ଭଗ୍ନୀ ଥିଲେ। ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକୀ ମୋ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଉଅଛି। ସେ ଆଡ଼କୁ କଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କହନ୍ତୁ। କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା ମାର୍ଥା, ତୁମେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, କିନ୍ତୁ ଅଳ୍ପ କେତୋଟି ବରଂ ଗୋଟିଏ ମାତ୍ର ପ୍ରୟୋଜନ। ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ହରଣ କରାଯିବ ନାହିଁ। ଆମେନ୍। ଓକେ, ସୁନ୍ଦର ବାକ୍ୟ ଦ୍ୱାରା ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମମାନେ ଯେଉଁ ଅଂଶଟିକୁ ପଢିଲୁ ପ୍ରଭୁଙ୍କ ଦାସ ସେ ସ୍ପଷ୍ଟ ଭାବରେ ଆମମାନଙ୍କ ନିମନ୍ତେ ପଢିଲେ। ଆଉ ଏଇ ଯୋଉ ଅଂଶଟିକୁ ଆମମାନେ ପାଠ କଲୁ, ଏଇ ଅଂଶଟି ଅତି ଚିହ୍ନା ଜଣା। ଆମେ ଅନେକ ଏଇ ଅଂଶଟିକୁ ଜାଣିଛୁ, ପଢିଛୁ। ଆଉ ପ୍ରଭୁଙ୍କ ଦାସ ଦାସୀ ମାନେ ମଧ୍ୟ ଏଇ ଅଂଶଟିକୁ ପ୍ରଚାର ମଧ୍ୟ ସେମାନେ କରିଛନ୍ତି। ତେଣୁ କୌଣସି ନୂଆ ଏ କଥା ନୁହେଁ। ତଥାପି ପ୍ରଭୁ ଏଇ ବାକ୍ୟ ଦ୍ଵାରା ସେ ଆମମାନଙ୍କ ସହିତ ଆଜି କଥା ହେଉଛନ୍ତି। ତେଣୁ ପ୍ରଭୁ କିଛି ନୂଆ ବିଷୟ ଆମମାନଙ୍କ ସହିତ କଥା ହେବେ, ଏଇ ଆଶା ନେଇ ଆପଣ ମାନେ
ଆଉ ବସନ୍ତୁ ବା ବସିବେ ବୋଲି ମୁଁ ଆଶା କରୁଛି। ଯେହେତୁ ଈଶ୍ୱରଙ୍କ ଲୋକମାନଙ୍କର ପରମେଶ୍ୱର ସେ ଆମଙ୍କ ସହିତ କଥା ହେବାକୁ ପ୍ରବେଶ କରନ୍ତି, ସେ ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥା ହୁଅନ୍ତି। ତେଣୁ ଆମମାନେ ସବୁବେଳେ ପ୍ରଭୁ କିଛି ମତେ କହିବେ ଏଇ ଆଶାରେ ଆମମାନେ ବସିବା ନିତାନ୍ତ ଆବଶ୍ୟକ ଅଟେ। ତେଣୁ ଈଶ୍ୱରଙ୍କ ଲୋକମାନେ ଏଇ ଅଂଶରେ ଆମେ ଦେଖିପାରୁଛୁ ଗୋଟେ ସୁନ୍ଦର ପରିବାର ଅଛି। ଆଉ ଏ ପରିବାର ମଧ୍ୟରେ ଆଉ ଦୁଇଟି ଭଉଣୀ ଅଛନ୍ତି, ଜଣଙ୍କର ନାମ ମାର୍ଥା ଆଉ ଜଣେ। ଆଉ ଦିନକର ଘଟଣା ଏଇ ପରିବାର ମଧ୍ୟକୁ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଅତିଥି ସ୍ୱରୂପ ନିମନ୍ତ୍ରିତ ହେଇ ଯାଇଅଛନ୍ତି। ଆଉ ସେତେବେଳେ କଣ ଘଟଣା ଘଟୁଛି ଆପଣ ମାନେ ଧ୍ୟାନରେ ଦେଖନ୍ତୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାର୍ଥାଙ୍କ ଗୃହକୁ ସେ ଆଉ ନିମନ୍ତ୍ରିତ ହେଲା ପରେ ଆଉ ଯୀଶୁ ଖ୍ରୀଷ୍ଟ ଆସନ୍ତି ମାନେ ତ ଖାଲିରେ ରହି ହବ ନାହିଁ। ତେଣୁ ନିଶ୍ଚିତ ଭାବରେ ପ୍ରାର୍ଥନା ଉପାସନା ଆଉ ହେଇଛି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପରିବାର ମଧ୍ୟରେ ସେ ପ୍ରଭୁଙ୍କର ବାକ୍ୟ ସେ ପରିବେଷଣ କରିବାକୁ ମଧ୍ୟ ଆରମ୍ଭ କରିଛନ୍ତି। ଆଉ ବାକ୍ୟରେ ଲେଖାଯାଏ, ଯେତେବେଳେ ଆମମାନେ 39 ପଦ ପଢୁ, ମରିୟମ ନାମୀ ତାଙ୍କର ଜଣେ ଭଗ୍ନୀ ଥିଲେ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। ତା ମାନେ ଏଥିରୁ ଜଣା ପଡୁଛି ନିଶ୍ଚିନ୍ତ ପରିବାର ମଧ୍ୟରେ ପ୍ରଭୁଙ୍କର ଗୌରବ ହେଇଛି ଆଉ ହେଉଛି। ଈଶ୍ୱରଙ୍କ ଲୋକମାନେ ଯେହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବାକ୍ୟ ସେ ପରିବେଷଣ କରୁଛନ୍ତି, ଆଉ ସେ ବାକ୍ୟ ପରିବେଷଣ କରୁଥିବା ସମୟରେ ମାର୍ଥାଙ୍କର ଭଉଣୀ ଯିଏକି ମରିୟମ ସେ ତାହାଙ୍କ ପାଦ ତଳେ ବସି ବାକ୍ୟ ଶୁଣୁଥିଲେ। ବାକ୍ୟ ସେ ଶୁଣୁଥିଲେ, କିନ୍ତୁ 40 ପଦର ଲେଖାଯାଏ, କିନ୍ତୁ ମାର୍ଥା ପରିଚର୍ଯ୍ୟା ବିଷୟରେ ବହୁତ ବ୍ୟସ୍ତ ହେଉଥିଲେ। ଜଣେ ଭଉଣୀ ବାକ୍ୟ ଶୁଣୁଛନ୍ତି, ଆଉ ଗୋଟେ ଭଉଣୀ ପରିଚର୍ଯ୍ୟାରେ ବ୍ୟସ୍ତ ହଉଛନ୍ତି। ଏମାନେ ଗୋଟିଏ ପରିବାର, ଭିନ୍ନ ପରିବାର ନୁହନ୍ତି, ଅଲଗା ପରିବାର ନୁହନ୍ତି, ଏମାନେ ଭିନ୍ନ ନୁହନ୍ତି। ଗୋଟିଏ ପରିବାରର ଗୋଟିଏ ଭଉଣୀ ବାକ୍ୟ ଶୁଣିବାରେ ବ୍ୟସ୍ତ, ଆଉ ଗୋଟେ ଭଉଣୀ ପରିଚର୍ଯ୍ୟା କରିବାରେ ବ୍ୟସ୍ତ। ସେତେବେଳେ କଣ ଘଟଣା ଘଟୁଛି ଦେଖନ୍ତୁ। ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋର ଭଉଣୀ ଯେ ଏକାକି ମୋ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି, ସେ ଆଡକୁ କଣ ଆପଣଙ୍କର ମନ ନାହିଁ? ତେବେ ମତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। ଯେତେବେଳେ ମାର୍ଥାର ପରିଚର୍ଯ୍ୟା କରିବାର କାର୍ଯ୍ୟଟା ଆଉ ଭାରି ହେଇଗଲା, ସେ ଆଉ ସମ୍ଭାଳି ପାରିଲା ନାହିଁ, ନିଜେ ଆଉ ସେ ଆଉ ଦାୟିତ୍ୱ ନେଇ ପାରିଲା ନାହିଁ, ସେ ଜଣକ ଦ୍ୱାରା ସେ କାର୍ଯ୍ୟ ହେଇ ପାରିଲା ନାହିଁ। ତେଣୁ ସେ କଣ କରୁଛି, ଯୀଶୁଙ୍କ ନିକଟକୁ ଯାଇ ଅବଜେକ୍ସନ କରୁଛି କି ହେ ପ୍ରଭୁ, ଆପଣଙ୍କର କଣ ଟିକେ ଧ୍ୟାନ ବି ନାହିଁ କି, ମନ ନାହିଁ କି, ଆପଣ ଏତେ ପ୍ରଚାର ମାତିଛନ୍ତି ଯେ ଆପଣଙ୍କର ଟିକେ ବି ଧ୍ୟାନ ନାହିଁ ଯେ ମୋ ଭଉଣୀ ମତେ ଏକାକି ସବୁ ପରିଶ୍ରମ କରିବା ପାଇଁ ଭାର ଛାଡି ଦେଇଛି, ଆଉ ମୁଁ ଯେ ଏକାକି ଏହା ପାରୁନାହିଁ। ଆପଣ ବରଂ ତାକୁ ଟିକେ କହିଦିଅନ୍ତୁ, ସେ ଆସିବ ଆଉ ମତେ ସାହାଯ୍ୟ କରିବ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ମୁଁ ଏଇ ଅଂଶରେ ଆପଣଙ୍କୁ ପ୍ରଥମ ବିଷୟ କହିବା ପାଇଁ ଚାହେଁ। ଆକ୍ଚୁଆଲି ମୁଁ ପ୍ରାୟ 3-4ଟି ପଏଣ୍ଟ ଏଠାରେ ମୁଁ କରିଛି, କିନ୍ତୁ ତାହା ମୁଁ ସବୁ କହିବା ପାଇଁ ସମୟ ହେବ ନାହିଁ। ଭାବୁଛି ନିଶ୍ଚିତ ଗୋଟିଏ ହେଲେ ଆପଣଙ୍କ ନିକଟ ପ୍ରକାଶ କରିବି। ଏଇ ଅଂଶରେ ଦେଖନ୍ତୁ, ଗୋଟେ ଇମ୍ପୋର୍ଟାଣ୍ଟ କଥା ଆପଣଙ୍କୁ ମୁଁ କହିବା ପାଇଁ ଚାହିଁବି। ଯୀଶୁ ପ୍ରଚାର କରୁଛନ୍ତି, ଧ୍ୟାନ ଦେଇ ଶୁଣନ୍ତୁ। ଯୀଶୁ ପ୍ରଚାର କରୁଛନ୍ତି, ଶିକ୍ଷା ଦଉଛନ୍ତି, ଆଉ ମରିୟମ ସେ ବାକ୍ୟ ଶୁଣୁଛନ୍ତି। କିନ୍ତୁ
ମାର୍ଥା କଣ କରୁଛନ୍ତି? ପରିଚାଳନା ପ୍ରଥମ ବିଷୟ, ସେ ପରିଚର୍ଯା କରୁଛନ୍ତି। କେମିତି ଆଉ ପରିଚର୍ଯା କରିବି, କଣ ରାନ୍ଧି ଦେବି, କଣ ଖାଇବାକୁ ଦେବି, କୋଉ ପ୍ରକାର ଆଇଟମ ହେବ, ମଟନ ହେବ ନା ଚିକେନ ହେବ ନା ରୁଟି ହେବ ନା ଭାତ ହେବ ନା ଚା କରିବି ନା ପାଣି ଗରମ କରିବି ନା, ମାନେ ଏଇ ସବୁ ବିଷୟରେ ସେ ବ୍ୟସ୍ତ। କିନ୍ତୁ ସେ ବାକ୍ୟ ଶୁଣିବାରେ ବ୍ୟସ୍ତ ନାହିଁ, ସେ ବାକ୍ୟ ପାଇଁ ବ୍ୟସ୍ତ ନାହିଁ, ଖାଇବା ବାକ୍ୟ ପାଇଁ ଆଡକୁ ବ୍ୟସ୍ତ। ଧ୍ୟାନ ନାହିଁ, ଖାଇବା ପାଇଁ ବ୍ୟସ୍ତ। ଆଉ ଏପଟେ ଜଣେ ତାର ଭଉଣୀ ଯେ ବାକ୍ୟ ଶୁଣିବାରେ ବ୍ୟସ୍ତ, ବାକ୍ୟ ପାଇଁ ତୃଷିତ, ପ୍ରଭୁଙ୍କ ଉପସ୍ଥିତିରେ ବସିଛି, ପ୍ରଭୁଙ୍କ ଭାଗିଦାରୀ ସେ ବସିଛି, ଏଇ ସବୁ ପାଇଁ ବ୍ୟସ୍ତ ହେଲା ବେଳକୁ ତାର ଭଉଣୀ ଆଉ ଜଣେ ମାର୍ଥା, ସିଏ କଣ କରୁଛି? ଖାଇବା ପିଇବା ପାଇଁ ବ୍ୟସ୍ତ। ସେତେବେଳକୁ କଣ ହେଲା ଦେଖନ୍ତୁ, ଗୋଟେ ଦୁଃଖର ବିଷୟ, ଯେତେବେଳେ ଯୀଶୁ ପ୍ରଚାର କରୁଛନ୍ତି, ଏଇ ମାର୍ଥା କଣ କରୁଛି ନା ପ୍ରଚାର ମଝିରେ ଯାଇ ଡିଷ୍ଟର୍ବ କରୁଛି। ଆପଣ ସେ ପଦ ଯଦି ଭଲରେ ପଢିବେ, ସେ ଡିଷ୍ଟର୍ବ କରୁଛି। ଯୀଶୁ ପ୍ରଚାର କରୁଛନ୍ତି, ଆଉ ସେ ମଝିରେ ଯାଇ କହୁଛି, ହେ ଗୁରୁ, ମୋର ଭଉଣୀ ଯେ ଏକାକି ମୋ ପ୍ରତି ଆଉ ମୋ ଉପରେ ପରିଚର୍ଯାର ଭାର ପକାଇ ଦେଇଅଛି। ମଝିରେ ସେ ଅବଜେକ୍ସନ କରୁଛି। ଈଶ୍ୱରଙ୍କ ଲୋକମାନେ ପ୍ରଚାର ସମୟରେ ଏ ମଝିରେ ଯାଇକି ଡିଷ୍ଟର୍ବ କରୁଛି। ଆଜିକାଲି ଅନେକ ଲୋକମାନେ ଅଛନ୍ତି, କେହି କେହି ମଣ୍ଡଳୀରେ ମଧ୍ୟ ପୁରା ଅଗ୍ନିର ସହିତ ପ୍ରଚାର ଚାଲିଥିବ। ପାଷ୍ଟର ଆଜ୍ଞା ମାନେ ପ୍ରଚାର କରୁଥିବେ, ପାଳକ ପ୍ରଚାର କରୁଥିବେ, ପ୍ରଚାରକ ମାନେ ପ୍ରଚାର କରୁଥିବେ। ଆପଣ ମାନେ ଦେଖିଥିବେ ବେଳେ ବେଳେ ଏମିତି କେହି କେହି ଅଛନ୍ତି ଯୋଉମାନେ ମଝିରେ ଡିଷ୍ଟର୍ବ କରିଦିଅନ୍ତି। ଆଉ ଯେତେବେଳେ ଏଇ ପ୍ରକାର ମଝିରେ ଡିଷ୍ଟର୍ବାନ୍ସ ହେଇଯାଏ, ସେତେବେଳେ ପ୍ରଭୁଙ୍କ ସହିତ ଥିବା କନେକ୍ସନ ବେଳେ ବେଳେ କଟିଯାଏ। ପ୍ରଭୁ କଣ କହିବାକୁ ଯାଉଥିବେ, ଆତ୍ମା କଣ କହିବା ପାଇଁ ଚାହୁଁଥିବେ, ବେଳେ ବେଳେ ଆମେ ତାହା ହରେଇ ଥାଉ। ବାଳକ ମାନେ ଡିଷ୍ଟର୍ବ ହେଇଯିବେ, କଣ ନା କଣ ଗୋଟେ ସେମାନେ କାର୍ଯ୍ୟ କରିଦେବେ, ଯୋ ଦ୍ୱାରା ପ୍ରଚାର ଡିଷ୍ଟର୍ବ ହେଇଯାଏ। ଈଶ୍ୱରଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ, ଯେତେବେଳେ ବି ଜଣେ ପାଳକ ପ୍ରଚାର କରୁଛନ୍ତି, ଆପଣମାନେ ସବୁବେଳେ ଆଉ ଧ୍ୟାନ ରଖିବା ଆବଶ୍ୟକ, ଆମମାନଙ୍କୁ ଜାଣିବା ଆବଶ୍ୟକ କି ଆମ୍ଭେ ପ୍ରଚାର ସମୟରେ କୌଣସି ଡିଷ୍ଟର୍ବାନ୍ସ କ୍ରିଏସନ କରିବା ନାହିଁ। ହାଲେଲୁୟା। କାରଣ ସେଇ ସମୟରେ, ପ୍ରଚାରର ସମୟରେ ସ୍ୱର୍ଗର ପରମେଶ୍ୱର ଆମମାନଙ୍କ ସହିତ କଥା ହେଉଛନ୍ତି, ଯିଏକି ଆମେନ୍, ପ୍ରେଜ୍ ସ୍ୱର୍ଗ ଲର୍ଡ। ପୃଥିବୀର ମାଲିକ ଅଛନ୍ତି, ସେ ଆମ ସହିତ କଥା ହେଉଛନ୍ତି। ସେ କଥା ହେବା ସମୟରେ ଆମେ କେବେ ହେଲେ ଡିଷ୍ଟର୍ବାନ୍ସ ହେବା ନାହିଁ। କେହି କେହି ଅଛନ୍ତି ପ୍ରଚାର ସମୟରେ ଉଠି ଉଠି ପଳାନ୍ତି, ସତେ କି ସେମାନଙ୍କୁ ପ୍ରଚାର ଭଲ ଲାଗୁନାହିଁ, ସତେ କି ସେମାନେ ପାଳକକୁ ମାନେ ଗୋଟେ କଣ ଖାତିର ନ କଲା ପରି ସେମାନେ ଉଠିକି ପଳେଇ ଯାଆନ୍ତି। ଆପଣ ମାନେ ଦେଖିଥିବେ କେହି କେହି ଏକ ବାହାନା କରିକି, ଦୁଇ ବାହାନା କରିକି, ତିନି ବାହାନା କରି, ଆଉ କି ବାହାନା କରିକି ଚାଲି ଯାଆନ୍ତି। ମୁଁ କହିବା ପାଇଁ ଚାହେଁ, ଯେତେବେଳେ ପ୍ରଭୁ କଥା ହେଉଛନ୍ତି, ସେ ସମୟରେ ଆପଣଙ୍କୁ ଏକ ଲାଗୁ, ଦୁଇ ଲାଗୁ, ତିନି ଲାଗୁ, ଚାରି ଲାଗୁ, ପାଞ୍ଚ ବି ଲାଗୁ, ଆପଣ ଉଠି ପାରିବେ ନାହିଁ। ଏଇଟା Yes, ସବୁବେଳେ ମାନେ ଧ୍ୟାନ ରଖିବା ଆବଶ୍ୟକ। Lord. ମାନେ Hallelujah. ଉଠିବା ଦ୍ଵାରା ଡିଷ୍ଟର୍ବାନ୍ସ। ଏଠାରେ ଦେଖନ୍ତୁ, ମାର୍ଥା ତ ସିଧା ଯାଇକି ସେ କହୁଛି, ଆପଣଙ୍କର ମନ ନାହିଁ କି? ଯଦି କହିବି, ଆଉ ଅନ୍ୟ ସ୍କଲାର ମାନଙ୍କର ଆଉ ତର୍ଜମାରେ ସେମାନଙ୍କର ଅର୍ଥ ଯଦି ଦେଖିବା, ସେ ଗାଳି କଲା ପୁଣି ଯୀଶୁଙ୍କୁ। କେଡେ ସାହସ ଦେଖ, ଘରେ ଯୀଶୁ ଅଛନ୍ତି, ତୁମେ ସ୍ୱାଗତ କଲ, ଅତିଥ୍ୟ କଲ, ଆଉ ସେ ପ୍ରଚାର ବି କରୁଛନ୍ତି, ଉଲ୍ଟା ତାଙ୍କୁ ବି ଆଉ ଗାଳି। କେତେକ ପରିବାର ମାନଙ୍କର ଦେଖିଥିବେ, ପାଳକକୁ ଡାକି ଦେଇଥିବେ,
ସ୍ୱାମୀ ସ୍ତ୍ରୀ କୁଟୁ କୁଟା ଝଗଡା ହଉଥିବେ। ଆପଣ ସେଟା ଦେଖିଥିବେ କି ନାହିଁ? ପାଳକକୁ ବସେଇ ଦେଇଥିବେ ଚେୟାର ରେ, ଚା ପାଣି ଆଗେ ପିଅତ ବୋଲି, ସେମାନେ କୁଟୁ କୁଟା ଝଗଡା ହଉଥିବେ। କିଏ କିଏ ଅଛନ୍ତି ପାଳକ ମାନଙ୍କ ସାମ୍ନାରେ ମାଡ ମାନେ ମାରି ଦିଅନ୍ତି। କେଡେ ଦୁଃଖର ବିଷୟ ଆଜ୍ଞା। ପ୍ରେସରଙ୍କ ଲୋକମାନେ ବେଳେ ବେଳେ ଏମିତି ପରିସ୍ଥିତି ଦେଖିବାକୁ ମିଳେ। ଆମେ ବେଳେ ବେଳେ ପରମେଶ୍ୱରଙ୍କ ଉପସ୍ଥିତିରେ, ଆଜି ଯୀଶୁ ଆମ ଘରକୁ ଆସିଛନ୍ତି, ଟିକେ ଭୟ ରଖିବା କଥା। ବେଳେ ବେଳେ ପାଳକ ମାନେ ଆସିଲେ ଆଉ କିଛି ଭୟ ନାହିଁ, ସମ୍ମାନ ନାହିଁ, ଆଦର ନାହିଁ। କିନ୍ତୁ ଗୋଟେ ସମୟ ଥିଲା ପାଳକ କହିଲେ ଲୋକମାନେ ଦୂରରୁ ଦେଖି ଭୟ କରୁଥିଲେ ଆଜ୍ଞା। କିନ୍ତୁ ଆଜିକାଲି ଆଉ ସେ ପ୍ରକାର ନାହିଁ। ପାଳକୁ ଦେଖି ତ ସାଙ୍ଗ ଭଳିଆ ଦେଖୁଛନ୍ତି ସେମାନେ, କ୍ଲାସମେଟ ପରି ଫିଲ୍। ବୋଲେ ଆମେ ଯୀଶୁର ବଡ ବାପା, ଯୀଶୁର ସାନ ଭାଇ, ବଡ ଭାଇ, ତ ପାଳକ ଆଉ କିଏ? ଆମ ପରି ଜଣେ ସିଏ ଭାବି ଦିଅନ୍ତି ଲୋକ। କେଡେ ଦୁଃଖର କଥା। ଆଉ ଗୋଟେ ଇଣ୍ଟରେଷ୍ଟିଂ ଦେଖନ୍ତୁ, ଏଇଠି ଗାଳି ତ କଲା କଲା, ଶେଷରେ ଦେଖନ୍ତୁ କଣ ସେ କହୁଛି। ଏଟା ସବୁଠାରୁ ଇମ୍ପୋର୍ଟାଣ୍ଟ। ଦେଖନ୍ତୁ ସେ ଶେଷ ଅଂଶ ଦେଖନ୍ତୁ 40ର, କେହି ଜଣେ ଟିକେ ପଢି ଦିଅନ୍ତୁ ଶେଷ ଅଂଶ। ତ ତେବେ ଶବ୍ଦ ଲେଖା ହେଇଛି। ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। ତେବେ ମତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। ତା ମାନେ ଧ୍ୟାନରେ ଶୁଣନ୍ତୁ, ଦେଖନ୍ତୁ ଏଠାରେ ଯେ ମାର୍ଥା ଚାହୁଁଛି ଯେ ମରିୟମ କଣ କରୁ? ବାକ୍ୟ ନ ଶୁଣି ମତେ ସାହାଯ୍ୟ କରୁ। ଆଉ ଟିକେ ତାର ଶୁଣ। ଅର୍ଥ, ହଁ, ବାକ୍ୟ ନ ଶୁଣି ସେ ମତେ ଟିକେ ସାହାଯ୍ୟ କରୁ। ତାର ଅର୍ଥ ସେ ଯୀଶୁଙ୍କ ଉପସ୍ଥିତି ଛାଡି ଦେଇ ସେ ମୋ ନିକଟକୁ ଆସୁ। ଯୀଶୁଙ୍କ ସୌଭାଗିତା ଛାଡି ଦେଇ ସେ ମୋ ନିକଟକୁ ଆସୁ। ତାମାନେ ମାର୍ଥା ଚାହୁଁନାହିଁ କି ମୋର ଭଉଣୀ ବାକ୍ୟ ଶୁଣୁ। ସେ ଚାହୁଁନାହିଁ ମୋର ଭଉଣୀ ସେ ଉପସ୍ଥିତିରେ ବସୁ। ସେ ଚାହୁଁନାହିଁ କି ମୋର ଭଉଣୀ ସୌଭାଗିତାରେ ରହୁ। କେଡେ ଦୁଃଖର କଥା ଆଜ୍ଞା। ବାକ୍ୟରୁ ତାଙ୍କୁ ଉଠେଇ ଆଣିବା ପାଇଁ, ବାକ୍ୟରୁ ଦୂରେଇବା ପାଇଁ ଚାହୁଁଛି। ଯୀଶୁଙ୍କ ଠାରୁ ସେ ତାଙ୍କୁ ଦୂରକୁ ନେବାକୁ ଚାହୁଁଛି। ସେ ଉପସ୍ଥିତିରୁ ବିଚ୍ଛିନ୍ନ କରିବା ପାଇଁ ସେ ଚାହୁଁଛି। କେଡେ ଦୁଃଖର ବିଷୟ। ଆଜିକାଲି ବହୁତ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଅଛନ୍ତି, ମଣ୍ଡଳୀରେ ଅଛନ୍ତି, ଆଉ ପରିବାର ମଧ୍ୟରେ ଆପଣ ଦେଖିଥିବେ, ଯୋଉମାନେ ଆପଣଙ୍କୁ ମାନଙ୍କୁ ମଧ୍ୟ, ଆମମାନଙ୍କୁ ମଧ୍ୟ ବେଳେ ବେଳେ କଣ କରନ୍ତି, ପରମେଶ୍ୱରଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କରନ୍ତି, ଆମମାନଙ୍କୁ ଅଲଗା କରିବାକୁ ଚେଷ୍ଟା କରନ୍ତି, ପୃଥକ କରିବାକୁ ଚେଷ୍ଟା କରନ୍ତି। ମାର୍ଥା ଯେମିତି ମରିୟମ ପାଇଁ ଗୋଟେ ବାଧାର କାରଣ ହେଉଛନ୍ତି, ବେଳେ ବେଳେ ଆମମାନଙ୍କ ଜୀବନରେ ମଧ୍ୟ ଅନେକ ଲୋକ ଅଛନ୍ତି ଯୋଉମାନେ ଆମମାନଙ୍କ ପାଇଁ ବାଧାର କାରଣ ହୁଅନ୍ତି। ସେମାନେ ଚାହାନ୍ତି ନାହିଁ କି ଆମେ ଆତ୍ମିକତାରେ ବଢୁ। ସେମାନେ ଚାହାନ୍ତି ନାହିଁ କି ଆମେ ଗୋଟେ ପ୍ରାର୍ଥନାର ଲାଇଫ କାଟୁ। ସେମାନେ ଚାହାନ୍ତି ନାହିଁ ଆମେ ଗୋଟେ ଭଲ ବାଇବେଲ ପଢିପାରୁ। ସେମାନେ ଚାହାନ୍ତି ନାହିଁ ଆମେ ବାକ୍ୟ ଶୁଣୁ। ସେମାନେ କିଛି ମାନେ ଚାହିଁବେ ନାହିଁ କି ଆମେ ତାହାଙ୍କ ସହଭାଗିତାରେ ବସୁ। କେହି କି ଅଛନ୍ତି ଆଜ୍ଞା ଆପଣ ମାନଙ୍କୁ, ମତେ ସେମାନେ କଣ କରନ୍ତି, ଆମମାନଙ୍କୁ ବାଧା ଦିଅନ୍ତି ଏଇ ସବୁ ବଢିବାରେ। ମରିୟମକୁ ଦେଖନ୍ତୁ ମାର୍ଥା କଣ କରୁଛି, ତାକୁ କୁହନ୍ତୁ ସେ ଟିକେ ଉଠିକି ଆସିବ, ମତେ ଟିକେ ସାହାଯ୍ୟ କରିବ। ମାନେ ଜାଗତିକ ବିଷୟରେ, ସାଂସାରିକ ବିଷୟରେ ସେ ମତେ ଟିକେ ସାହାଯ୍ୟ କରିବ। ତାମାନେ ସେ ଆତ୍ମିକ ବିଷୟ ଛାଡି ଦେଇ ତାକୁ ଜାଗତିକ ବିଷୟରେ ସାହାଯ୍ୟ କରିବ। କେଡେ ଦୁଃଖର ବିଷୟ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ଏଠାରେ ଈଶ୍ୱରଙ୍କ ଲୋକମାନେ। ଆଜ୍ଞା, ଏଠାରେ ସେମାନେ 2 ଜଣ 3 ଜଣ ଏକା ଆଜ୍ଞା ଅଛନ୍ତି ନା ଥାଇପାରନ୍ତି ଆଜ୍ଞା?
ଯୀଶୁ ସେତେବେଳେ ଅଛନ୍ତି ମାନେ ନିଶ୍ଚିନ୍ତ ଭାବରେ ଆଉ ଜଣେ ତିନି ଜଣ ତ ନଥିବେ ଆଉ ଅଧିକ ଲୋକ ନିଶ୍ଚିନ୍ତ ଭାବରେ ଅଛି, ତେଣୁ ତାକୁ ମାର୍ଥାକୁ ପରିଚର୍ଯା କରିବା ପାଇଁ ବହୁତ ପ୍ରୋବ୍ଲେମ ହଉଛି। ଆଜ୍ଞା ଠିକ ଅଛି। ଓକେ ଓକେ ଥ୍ୟାଙ୍କ ୟୁ। କୋଉଠି ଥିଲୁ ଆମେ? ବ୍ୟତିବ୍ୟସ୍ତ। ଓକେ, ତ ଆମେ ଦେଖୁଛୁ ଈଶ୍ୱରଙ୍କ ଲୋକମାନେ କି ମାର୍ଥା କଣ କରୁଛି ନା ମରିୟମକୁ ବାକ୍ୟ ଶୁଣିବାରେ ବାଧା ଦେବାକୁ ଚାହୁଁଛି, ବିଘ୍ନର କାରଣ ସ୍ୱରୂପ ହେଉଛି। ମୁଁ କହିବା ପାଇଁ ଚାହେଁ ଆମେ ମାନେ କେବେ ହେଲେ ମଧ୍ୟ କାହାର ବିଘ୍ନର କାରଣ ସ୍ୱରୂପ ନ ହେଉ। ଯଦି ମ୍ୟାନ୍ କେହି ବାକ୍ୟ ଶୁଣୁଅଛି ତାହାକୁ ଶୁଣିବାକୁ ଦିଅନ୍ତୁ। ଯଦି କେହି ସ୍ପିରିଚୁଆଲି ବଢିବାକୁ ଚାହୁଁଛି ତାକୁ ବଢିବାକୁ ଦିଅନ୍ତୁ। ଯଦି କେହି ପ୍ରାର୍ଥନା ଜୀବନ କାଟିବା ପାଇଁ ଚାହୁଁଛି ତାକୁ ସେ ପ୍ରକାର ଛାଡି ଦିଅନ୍ତୁ। ଆମେ ସେମାନଙ୍କୁ ଏନକରେଜ କରିବା କଥା, ସେମାନଙ୍କୁ ଉତ୍ସାହ ଦେବା କଥା, କିନ୍ତୁ ବେଳେ ବେଳେ ଆମେ କଣ କରୁଛୁ ସେମାନଙ୍କୁ ଡିସକରେଜ କରୁଛୁ, ଆମେ ଉତ୍ସାହ ଦେଉନାହୁଁ। ଯଦି କେହି ଭଲ ପ୍ରଚାର କରୁଛି ତାଙ୍କୁ ଆହୁରି ଟିକେ ପ୍ରଚାର କରିବା ପାଇଁ ଉତ୍ସାହ ଦିଅନ୍ତୁ। Amen. Praise the Lord. କିନ୍ତୁ ଆଜିକାଲି ସେମିତି କରିବେ ନାହିଁ। ଯଦି ଗୋଟେ ପାଳକ ପ୍ରଚାର କରୁଛି ଭଲ, ଆଉ ଗୋଟେ ପାଳକ ଉତ୍ସାହ ଦେଇପାରିବ କି, ଏନକରେଜ କରିପାରିବ କି? ନାଇଁ। କାହିଁ ଏନକରେଜ କଲେ ପୁରା ଅସୁବିଧା, କାଳେ ଯଦି ସେ ଭଲ ପ୍ରଚାର କରିଦେବ ବୋଲେ କଣ ହେଇଯିବ, ବଡ ପ୍ରୋବ୍ଲେମ କି ନାଇଁ? ବୋଲେ ତାକୁ ଯଦି ପ୍ରଚାର କରିବାକୁ ଏନକରେଜ କରିଦେବି ବୋଲେ ମୋର ବିଜନେସ ବନ୍ଦ ହେଇଯିବ, ବଡ ଦୁଃଖ ବିଷୟ ଏଟା। ଲୋକ ଆଉ ମତେ ପଚାରିବେ ନାହିଁ, ତାକୁ ନମସ୍କାର କରିବେ, ମତେ ଆଉ ନମସ୍କାର କରିବେ କି ନାଇଁ? ତେଣୁ ସେ ଏନକରେଜ କରିବ ନାହିଁ, ଖାଲି କହି ପକେଇବ ହଁ ପ୍ରଚାର କରୁଛି ତ ଆଉ ବୋଲେ ଗଲା, ସେ ପ୍ରଚାର କରବା ଲୋକ ବି ଡାଉନ ହେଇଯିବ। ଆଜ୍ଞା କଣ ଏଇଟା? ଏମିତି ବେଳେ ବେଳେ ଆମମାନେ କଣ କରିଥାଉ, ଅନ୍ୟମାନଙ୍କୁ ଡିସକରେଜ କରିଥାଉ। ଯଦି କିଏ ଭଲ ଗୀତ ଗାଉଛି ଆମେ ତାକୁ ଭଲ ଆଉ ଗୋଟେ ସିଙ୍ଗର କହିବ କି ହଁ ଏମିତିକା ଗାଇ ଚାଲ, ଏମିତିକା ବଢି ଚାଲ ଭାଇ, ପ୍ରଭୁ ତୁମକୁ ଆଶୀର୍ବାଦ କରିବେ। ହଁ ଗାଉଛି ନା, ଗାଉଛି ଯେ ମୋଠୁ ଟିକେ ତଳେ ଆକାଶ। ଆରେ ତମଠୁ ତଳେ ଉପରେ ସେଇଟା କଣ ଫରକ ପଡୁଛି? ତାକୁ ଗୋଟେ ଉତ୍ସାହ ଦେଇ ଏନକରେଜ କର ଆଗକୁ ବଢିବା ପାଇଁ। କେଡେ ଦୁଃଖର କଥା। ବାଇବେଲରେ ବି ବହୁତ ବିଷୟରେ ଲେଖାଯାଏ, ଆଉ ଅନେକ ସମୟରେ ଅନେକ ଲୋକମାନେ ଆଉ କିଛି କରିବା ପାଇଁ ଚାହିଁଲେ କିନ୍ତୁ କେହି ସେମାନଙ୍କୁ ବାଧା ଦେଲେ। ଅଲଗା ଲୋକ ନୁହନ୍ତି, ନିଜ ପରିବାର ଲୋକମାନେ ହିଁ ବାଧା ଦେଲେ। ଯଦି ଆମେ ଦେଖୁଛୁ ଯେତେବେଳେ ଆଉ ଗଲିଆତ ନାମକ ଜଣେ ବ୍ୟକ୍ତି ଯିଏକି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଉଠିଲେ, ସେତେବେଳକୁ ସାରା ଇସ୍ରାଏଲ ଲୋକମାନେ, ଧ୍ୟାନ ଦେଇ ଶୁଣନ୍ତୁ, ସାରା ଇସ୍ରାଏଲ ଲୋକମାନେ ଗଲିଆତ ସହିତ ଯୁଦ୍ଧ କରିବା ପାଇଁ ଭୟ କଲେ, କେହି ବାହାରିଲେ ନାହିଁ, କେହି ବି ସାହସ କଲେ ନାହିଁ। ଇଭେନ ପ୍ରଭୁଙ୍କ ଦ୍ଵାରା ମନୋନୀତ କରାଯାଇଥିବା ରାଜା ସାଉଲ ମଧ୍ୟ ଭୟ କଲେ। ଆଜ୍ଞା ମୁଁ ବି ଗଲିଆତକୁ ନାଇଁ ଯୁଦ୍ଧ କରିପାରିବି ନାହିଁ, ମୋର ବି ସାହସ ନାହିଁ, ସମସ୍ତେ ପଛକୁ ହଟିଗଲେ। ସେତେବେଳକୁ ଦେଖନ୍ତୁ ଦାଉଦ ବୋଲି ଜଣେ ଭେଣ୍ଡିଆ ଯୁବକ, ତାଠାରେ ଗୋଟେ ଏତେ ଇନ୍ସପିରେସନ ଥିଲା, ଏତେ ଅଗ୍ନି ଜଳୁଥିଲା, ସିଏ ଆସିକି କହିଲା ଏ ଲୋକ କିଏ ଯେ ମୋର ପ୍ରଭୁଙ୍କୁ ତୁଚ୍ଛ କରୁଛି, ମୋର ଲୋକମାନଙ୍କୁ ତୁଚ୍ଛ କରୁଛି, ଇଏ ତ ମୋ ଆଖିରେ ଗୋଟେ ପିମ୍ପୁଡି ପରି ଅଟେ, ୟାକୁ ତୁମେ କଣ ଭୟ କରୁଛ? ମୁଁ ୟାକୁ ଯୁଦ୍ଧ କରିବି ବୋଲି ସିଏ ବଡ ସାହସରେ ଆସିଲା, ତାକୁ ମାରିବି ବୋଲି। ହେଲେ ପ୍ରୋବ୍ଲେମ କଣ ଜାଣିଛନ୍ତି? ତାର ନିଜର ଭାଇ ମାନେ, ନିଜ ପରିବାରର ଭାଇ ମାନେ କହିଲେ ଯେ ତୁ ଏଠାକୁ କଣ ପାଇଁ ଆସିଛୁ? ମୁଁ ଜାଣିଛି ପରା, ତୁ ଏଠାକୁ ଯୁଦ୍ଧ ଦେଖିବାକୁ ଆସିଛୁ, ଡ୍ରାମା କରିବାକୁ ଆସିଛୁ, ଏମିତି କରିବାକୁ ଆସିଛୁ,
ଏଠୁ ଚାଲି ଯା, ପଳେଇ ଯା, ତୁ କଣ ଯୁଦ୍ଧ କରିବା ପାଇଁ ଆଉ ଯାଉଛୁ? ହେଲେ ସମସ୍ତେ ତ ଡରିଗଲେ, ରାଜା ସାଉଲ ବି ଡରି ଯାଇଛନ୍ତି। ସେତେବେଳକୁ ଏ ଭେଣ୍ଡିଆ ଜଣକ ସାହସର ସହିତ କିଛି କରିବି ବୋଲି ଆଗକୁ ଆସିଲା ବେଳକୁ ତାର ଭାଇମାନେ କହୁଛନ୍ତି ଯେ ତୁ କଣ ପାଇଁ ଏଠାକୁ ଆସିଛୁ, କାହିଁକି ଆସିଛୁ, ଆସିବାର ଉଦ୍ଦେଶ୍ୟ କଣ? ତୁ ଯେ ଯୁଦ୍ଧ ଦେଖିବାକୁ ଆସିଛୁ। ମାନେ ତାକୁ କଣ କରୁଛନ୍ତି ଆଜ୍ଞା? ଡିସକରେଜ କରୁଛନ୍ତି, ତାକୁ ନିରୁତ୍ସାହ କରୁଛନ୍ତି। ସେ ପୁରା ଅଗ୍ନିରେ ଜଳିଛି, ସେଇଟା ପାଣି ପକେଇ ଦଉଛନ୍ତି ଲିଭିବା ପାଇଁ। କେଡେ ଦୁଃଖର ବିଷୟ। ଈଶ୍ୱରଙ୍କ ଲୋକମାନେ, ଏମିତି ବହୁତ କିଛି ଲୋକମାନେ ଅଛନ୍ତି ଯୋଉମାନେ ଆମଙ୍କ ଲାଇଫ ରେ ଆମକୁ ଡିସକରେଜ କରିବା ପାଇଁ ଇଚ୍ଛା କରନ୍ତି। କେବେ ସେମାନେ ଚାହିଁବେନି କି ଆମେ ଉପରକୁ ଯାଉ, ସେମାନେ କେବେ ଚାହିଁବେ ନାହିଁ ଆମେ ସ୍ପିରିଚୁଆଲି ହେଉ, ସେମାନେ କେବେ ଭଲ ଚାହିଁବେ ନାହିଁ ଆମେ ଭଲ ପ୍ରଚାର କରୁ, ସେମାନେ ଚାହିଁବେ ନାହିଁ ଆମେ ଭଲ ୱାର୍ସିପ କରୁ, ସେମାନେ ଚାହିଁବେ ନାହିଁ ଆମେ ଭଲ ପ୍ରାର୍ଥନା କରୁ, ସେମାନେ ଚାହିଁବେ ନାହିଁ ଆମେ ଭଲ ଗୀତ ଗାଉ, ଆମେ ଭଲ ବାଇବେଲ ପଢୁ। ଏମାନେ ଚାହିଁବେ ନାହିଁ, ସେମାନେ ଚାହିଁବେ ନା ଆମେ ଭଲ ପ୍ରଫେଟିକ ମଧ୍ୟ କରୁ। କେହି ଚାହିଁବେନି ଆଜ୍ଞା, କେହି ଉତ୍ସାହ ମଧ୍ୟ ଦେବେନି। ଆଜିକାଲି ଯୁଗରେ ତ ଟୋଟାଲି ଉତ୍ସାହ ବୋଲି ଜିନିଷ ହିଁ ନାହିଁ। କେହି କାହାକୁ ଏନକରେଜ କରିବା ଲୋକ ନାହାନ୍ତି ଆଜ୍ଞା, ଖାଲି ନିଜ ନିଜର ସବୁ ନିଜେ ନିଜେ ଆକା, ଆମେ ଆକା। ଆମ ଛଡା କିଏ କରିପାରିବ ନାହିଁ, ଆମେ ଆକା ସବୁ କିଛି କରିବୁ ବୋଲି ସେମାନେ ନିଜେ ମାଡି ବସନ୍ତି। ଦିନକର କଥା, ମଶା ଏମିତି ବସିଥାନ୍ତି, ସେତେବେଳକୁ ଜଣେ ଲୋକ ଆସିଲା ଆଉ କହିଲା କି ଆଜ୍ଞା ଆଉ 2 ଜଣ ଲୋକମାନେ ଆଉ ଭାବବାଣୀ ବାକ୍ୟ ପ୍ରଚାର କରୁଛନ୍ତି, ଆଉ ଯାହା କରିବା କଥା ନୁହେଁ। ସେତେବେଳକୁ କଣ ଝିଅ ସେ କଣ କହୁଛନ୍ତି କି ଦେଖନ୍ତୁ, ଦୃଷ୍ଟିପାତ ଦେବା ବଢିଆ ଲାଗିବ। ଗଣନା ପୁସ୍ତକ 11 ଅଧ୍ୟାୟ ଟିକେ ବାହାର କରନ୍ତୁ, 27-28 ପଦ, ଟିକେ 29 ପଦ ପଢିଦିଅନ୍ତୁ। 27 ତଉ ଜଣେ ଯୁବା ଦୌଡ଼ି ଯାଇ ମଶାଙ୍କୁ କହିଲା, ଇଲଦୋଥ ଓ ମେଦୋଥ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଅଛନ୍ତି। ତହିଁରେ ନୁନର ପୁତ୍ର ଝିଅସିଓ ନାମକ ଭବିଷ୍ୟତ କଥା ପ୍ରଚାର କରୁଛନ୍ତି। ମଶାଙ୍କର ଜଣେ ମନୋନୀତ ପରିଚାରକ ମଶାକୁ କହିଲେ, ହେ ମୋହର ପ୍ରଭୁ ମଶା, ସେମାନଙ୍କୁ ନିଷେଧ କରନ୍ତୁ। ତେବେ ମଶା କହିଲେ, ତୁମେ ମୋ ସକାଶୁ କଣ ଈର୍ଷା କରୁଅଛ? ପରମେଶ୍ୱର କରନ୍ତୁ ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟତ ବକ୍ତା ହୁଅନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ। ପ୍ରେଜ ଦ ଲର୍ଡ। Praise the Lord. ଦେଖନ୍ତୁ କେତେ ସୁନ୍ଦର କଥାଟେ ଲେଖା। 2 ଜଣ ଲୋକ ଭାବବାଣୀ କହୁଛନ୍ତି, ସେତେବେଳକୁ ଜଣେ ଆସି ଖବର ଦେଲା, ଆଜ୍ଞା ଦେଖନ୍ତୁ 2 ଜଣ ଲୋକ ଭାବବାଣୀ କହୁଛନ୍ତି। ଆଉ ସେଇ ସମୟରେ ଝିଅ ସିଏ କଣ କହୁଛନ୍ତି ଦେଖନ୍ତୁ, 28 ପଦରେ କଣ କହିଲେ ତାଙ୍କୁ, କି ତୁରନ୍ତ ଆପଣ ମନା କରନ୍ତୁ, ସେମାନେ ଭାବବାଣୀ ନ କୁହନ୍ତୁ। ସେ କଣ କରୁଛନ୍ତି? ମଶାଙ୍କୁ ନିଷେଧ କରିବା ପାଇଁ କହୁଛନ୍ତି। ତୁମେ ମନା କରିଦିଅ ମଶା ଆଜ୍ଞା, ଯଦି ସେମାନେ ଭାବବାଣୀ କହିବାକୁ ଲାଗିବେ ବୋଲେ ତମର ପ୍ରେଷ୍ଟିଜ ରହିବ ତ? ତମେ ଭାବି ପାରୁଛ, ଏତେ ଲୋକମାନଙ୍କୁ ସମ୍ଭାଳିକି ଆସିଛ, ଏତେ ସମୟ ପର୍ଯ୍ୟନ୍ତ ଆସିଛ, ଦେଖ ଭାବବାଣୀ କହିବା ଲୋକ ଉତ୍ପନ୍ନ ହେଲେଣି, ତାଙ୍କୁ ମନା କର। ଯଦି ତୁମର ମିନିଷ୍ଟ୍ରି ଆଗକୁ ନେବାର ଅଛି ତାଙ୍କୁ ମନା କରିଦିଅ। ଯଦି ତୁମେ ଆଗକୁ ବଢିବାର ଅଛି ତାଙ୍କୁ ଏବେ ଏକା ରଖିଦିଅ। ଯଦି ରଖିଲ ନାହିଁ ବୋଲେ ମିନିଷ୍ଟ୍ରି ବଢିବ, ଲୋକ ତୁମକୁ ନାହିଁ ତାଙ୍କୁ ପଚାରିବେ, ବଡ ପ୍ରୋବ୍ଲେମ ହେଇଯିବ। ମାନେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଛନ୍ତି, ଆଉ ସେମାନଙ୍କର ବାଧାର କାରଣ ଝିଅ ହେଉଛନ୍ତି। ଦେଖନ୍ତୁ, ଝିଅ ଚାହୁଁନାହାନ୍ତି କି ସେମାନେ ଭାବବାଣୀ କୁହନ୍ତୁ, ଭବିଷ୍ୟତ ବକ୍ତା ହୁଅନ୍ତୁ, କିଏ ଚାହୁଁନାହିଁ। କିନ୍ତୁ ମଶା କଣ କହିଲେ? ତୁମେ କଣ ମୋ ସକାଶେ ଇର୍ଷା କରୁଛ କି? ତାର ତ ତୁମେ ଭାବୁଛ ଯେ ମୁଁ ଏକା ଜଣେ ଭାବବାଣୀ କହିବି, ମୁଁ ଏକା ଜଣେ ଭବିଷ୍ୟତ ବକ୍ତା ହେବି,
ମୁଁ ଆକା କହିପାରୁଛି ବୋଲି ତୁମେ ମୋ ପାଇଁ ଇର୍ଷା କରୁଛି, ସେମାନେ କହିଲେ ବୋଲି କଣ ଇର୍ଷା କରୁଛୁ କି? କିନ୍ତୁ ସେ ଗୋଟେ ସୁନ୍ଦର ବିଷୟ କହିଲେ ସେମାନଙ୍କ ପାଇଁ, ଗୋଟେ ଉତ୍ସାହ ମାନେ ଏନକରେଜ କରିବା ପାଇଁ ଏତେ ସୁନ୍ଦର ବିଷୟ କହିଲେ। ଆଉ ପରମେଶ୍ୱର କରନ୍ତୁ, ଯଦି ପରମେଶ୍ୱର କରିବା ପାଇଁ ଚାହୁଁଛନ୍ତି ତାଙ୍କ ମାନେ ଭବିଷ୍ୟତ ବକ୍ତା, ପରମେଶ୍ୱର କରନ୍ତୁ ଆଜ୍ଞା। ଆରେ ଯଦି ପରମେଶ୍ୱର ଚାହୁଁଛନ୍ତି ସେମାନଙ୍କୁ ଆତ୍ମିକ କରିବା ପାଇଁ, କର ପରମେଶ୍ୱର। ଯଦି ପ୍ରଭୁ ଚାହୁଁଛନ୍ତି ତାଙ୍କ ଲାଇଫରେ କିଛି କରିବା ପାଇଁ, ପ୍ରଭୁ କରନ୍ତୁ। ତାଙ୍କୁ ଡିସ୍କରେଜ ନୁହେଁ, ତାଙ୍କୁ ଏନକରେଜ କରିବା ଦରକାର। ଭବିଷ୍ୟତ ବକ୍ତା ହେବେ, ହେଉନ୍ତୁ, ପ୍ରଭୁ ଆତ୍ମା ତାଙ୍କୁ ଢାଳି ଦିଅନ୍ତୁ। କେତେ ସୁନ୍ଦର। କିନ୍ତୁ ଝିଅ ସେ କହୁଛନ୍ତି କଣ, ନାଇଁ ଆପଣଙ୍କ ଜାଗା ସେମାନେ ନେଇଯିବେ, ବଡ ଅସୁବିଧା। ଆପଣ ଦେଖିଥିବେ ବେଳେ ବେଳେ ମଣ୍ଡଳୀ ମାନଙ୍କର ଏମିତି କିଛି ନେତା ମାନେ ଥାନ୍ତି, ପାଷ୍ଟର ମାନେ ଥାନ୍ତି, ଯୋଉମାନେ ନିଜେ ସବୁ କବ୍ଜା କରିକି ରଖିଥାନ୍ତି, କାହାକୁ ଫୁଲଫିଟ ମଧ୍ୟ ଆସିବାକୁ ଦେବେନି ଆଜ୍ଞା। ଫୁଲଫିଟ ତ ଛାଡନ୍ତୁ, ମୂଳରୁ ପ୍ରାର୍ଥନା ବି କେତେ ଲୋକ ଦେବେ ନାହିଁ। ଏଇଟା ଦୁଃଖର ବିଷୟ। ମାନେ ଏମିତି ନେତା ମାନେ ଅଛନ୍ତି ଯୋଉମାନେ ଏ କାମ ଆମ ଦ୍ୱାରା ହେବା କଥା, ଏ ବିଷୟ ଆମ ଦ୍ୱାରା ହେବା କଥା, ଏମାନଙ୍କ ଦ୍ୱାରା ହେବ ନାହିଁ, ଏମାନଙ୍କ ଦ୍ୱାରା ହେବ ନାହିଁ, ଏଟା ଆମେ ଏକା କରିଥାନ୍ତୁ। ଆଉ କିଏ ଯଦି କିଏ କରିବା ପାଇଁ ଇଚ୍ଛା କରୁଛି, ଏମାନେ ତାଙ୍କୁ କଣ କରନ୍ତି, ଡିସ୍କରେଜ କରିଦିଅନ୍ତି। ତମେ ପାରିବ ନା, ଏମିତି ସେମିତି ଭୁଲଭାଲ ହେଇଯିବ। ଆରେ ଭୁଲ ଭାଲ ତମେ କରେକ୍ସନ କରିବା ପାଇଁ ଅଛ ନା, ତାଙ୍କୁ ଡିସ୍କରେଜ କରିଦଉଛ, ଆଗରୁ ଭୁଲ କଥା ଦେଖେଇଦେଲ। ଏମିତି ହେଲେ କଣ ବଢିବ ଆଜ୍ଞା ମଣ୍ଡଳୀ କୁହନ୍ତୁ? ଆମେ ଯଦି ପରସ୍ପର ଯଦି ଏନକରେଜ କରିବା ନାହିଁ, କଣ ମଣ୍ଡଳୀ ଡେଭଲପ ହେବ? ଲୋକମାନେ କଣ ସ୍ପିରିଚୁଆଲରେ ବଢିବେ? ତେଣୁ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆମେ କାହାର ଡିସ୍କରେଜ କରି ନାହିଁ, ଆମେ ବରଂ ଏନକରେଜ କରିବା, ଅନ୍ୟମାନଙ୍କୁ ଉତ୍ସାହ ଦେବା, ଆଗକୁ ବଢିବା ପାଇଁ ସେମାନଙ୍କୁ ପଥ ଦେଖେଇବା। ସେମାନେ ଯୋଉ କାମ କରୁଛନ୍ତି ସେଇ କାମରେ ତାଙ୍କୁ ଆମେ ଏନକରେଜ କରିବା ପାଇଁ ସବୁବେଳେ ଚେଷ୍ଟା କରିବା। ଈଶ୍ୱରଙ୍କ ଲୋକମାନେ, କାରଣ ପରମେଶ୍ୱର ମାନଙ୍କୁ କୁହନ୍ତି କି ତୁମେ ମାନେ ପରସ୍ପର ଉତ୍ସାହ ଦିଅ, ତୁମେ ପରସ୍ପର ଏନକରେଜ କର, ତେବେ ତୁମେ ଆଗକୁ ବଢିପାରିବ, ତେବେ ତୁମେ ଆଗକୁ ଯାଇପାରିବ, ତେବେ ତୁମ ଲାଇଫରେ ତୁମେ କିଛି କରିପାରିବ। ତୁମେ ନିଜେ ଏନକରେଜ ହେବ ନାହିଁ କି ଅନ୍ୟମାନଙ୍କୁ ହେବାକୁ ଦେବ ନାହିଁ। ମାର୍ଥା ନିଜେ ବାକ୍ୟ ତ ଶୁଣିବ ନାହିଁ, ହେଲେ ଶୁଣିବାକୁ ଇଚ୍ଛା କରୁଥିବା ବ୍ୟକ୍ତିକୁ ମଧ୍ୟ ଶୁଣିବାକୁ ଦେଉନାହିଁ। ଦୁଃଖର ବିଷୟ ଏଟା। ନିଜେ ତ ସ୍ୱର୍ଗ ଯିବ ନାହିଁ, ଯିବାକୁ ଇଚ୍ଛା କରୁଥିବା ଲୋକକୁ ମଧ୍ୟ ସ୍ୱର୍ଗ ଯିବାକୁ ଦେବ ନାହିଁ। ଆଉ ଶାସ୍ତ୍ରୀ ଫାରୁସୀ ମାନେ ଠିକ ସେମିତି ଆକା। ଯଦି ଆପଣ ମାନେ ପଢନ୍ତି ମାଥ୍ୟୁ 23:13 ଟିକେ ପଢି ଦିଅନ୍ତୁ। ମୁଁ ଆଉ ସମାପ୍ତ ଆଡକୁ ଗତି କରିବି, ବୋଧ ହୁଏ ଏଇ ଗୋଟେ ପଏଣ୍ଟରେ ଆକା ରହିଯିବା, ସମୟ ହେବ ନାହିଁ। 23:13। କିନ୍ତୁ ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀ ମାନେ, କାରଣ ତୁମେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗ ରାଜ୍ୟ ରୁଦ୍ଧ କରୁଥାଅ। ତୁମେ ତ ନିଜେ ପ୍ରବେଶ କରୁନାହଁ, ପୁଣି ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଇନାହଁ। ଦେଖ, ନିଜେ ତ ଯିବେ ନାହିଁ, ହେଲେ ଯିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ଏନକରେଜ କରିବେ ନାହିଁ, ଡିସ୍କରେଜ କରିବେ। ଡିସ୍କରେଜ। ନିଜେ ତ ପାପ ଛାଡିବ ନାହିଁ, ପାପ ଛାଡିବାକୁ ଇଚ୍ଛା କରୁଥିବା ଲୋକକୁ ସୁଦ୍ଧା ତୁମେ ଛଡେଇବ ନାହିଁ। ମାନେ କୋଉ ପ୍ରକୃତିର ଲୋକ ଆଜ୍ଞା ଆମେ, ଦେଖନ୍ତୁ। ଏଥିରୁ ଆପଣ ଜାଣୁଥିବେ ଶାସ୍ତ୍ରୀ ଫାରୁସୀ ମାନେ କୋଉ ପ୍ରକାର ଲୋକ, ମାନେ କେତେ ଖରାପ ଲୋକ ଆଜ୍ଞା। ତେବେ ଆମେ ଚିନ୍ତା କରିବା, ଆମେ କଣ ଆଜି ଅନ୍ୟମାନଙ୍କର ବାଧାର କାରଣ ହେଉଛୁ କି? ମୁଁ କଣ ଅନ୍ୟ ପାଇଁ ଏକ ବାଧାର କାରଣ ହେଉଛି କି? ମୁଁ କଣ ଅନ୍ୟକୁ ଆଜି ଡିସ୍କରେଜ କରୁଛି କି? ମୁଁ କଣ ତାହାକୁ ପ୍ରଭୁଙ୍କ ଠାରୁ ଦୂରକୁ ନେଇ ଯାଉଛି କି? ଆମେ ଚିନ୍ତା କରିବା। ଯଦି ଏହି ପ୍ରକାର ବିଷୟ ଆମ ଦ୍ୱାରା ଯଦି ହେଉଛି, ଈଶ୍ୱରଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ
ପ୍ରଭୁ ଆମମାନଙ୍କୁ ଦଣ୍ଡ ଦେବେ, ପ୍ରଭୁ ଆମମାନଙ୍କୁ ବିଚାର କରିବେ, ସେତେବେଳକୁ ଆମେ ଫିଟି ପାରିବା ନାହିଁ। ତେଣୁ ଜାଗ୍ରତ ସବୁବେଳେ ଥାଆନ୍ତୁ। ଆପଣ ମାନେ ଯେତେ ଦିନ ପର୍ଯ୍ୟନ୍ତ ଏ ଧରା ପୃଷ୍ଠରେ ଅଛନ୍ତି ସେତେ ଦିନ ପର୍ଯ୍ୟନ୍ତ ପରସ୍ପରକୁ ଏନକରେଜ କରନ୍ତୁ, ଅନ୍ୟମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ଦିଅନ୍ତୁ। ମାର୍ଥା ସେ ମରିୟମକୁ କହିବା କଥା ଥିଲା, ଠିକ ଅଛି ଭଉଣୀ ତୁ ବାକ୍ୟ ଶୁଣୁଛ, ବାକ୍ୟ ଶୁଣୁଥାଉ, ଭଲ କଥା। ସେ ସେଇଟା ନ କରି ତାକୁ ଆସ ବୋଲି କହୁଛି, ଆଉ ଉଠିକି ପଳେଇ ଆସ, ମତେ ଟିକେ ହେଲ୍ପ କର। ତାର ତ ସେ ଚାହୁଁଛି ମୁଁ ତ ନର୍କ ଯିବି, ତମେ ବି ଆସ ମୋ ସହିତ ନର୍କ ଟିକେ ଆସ। ଦୁଃଖର ବିଷୟ। କେହି ଅଛନ୍ତି ଆଉ ରବିବାର ହେଲା ମାନେ କେତେବେଳେ ପିଲା ଦେଖିଥିବେ, କଣ ଗିର୍ଜା ଯିବ ତମେ, ଆସ ମାର୍କେଟ ଟିକେ ବୁଲିଯିବା, କଣ ତୁମେ ଉପାସନା ଯାଉଛ, ଆସ ଟିକେ ଭଲ ଆଜି ବାହୁବଲି 2 ଦେଇଛି, ଟିକେ ସିନେମା ଟିକେ ଦେଖିଦେବା, ଆସ ରିଲ ଟିକେ ଦେଖିଦେବା, ରିଲ ଟିକେ ବନେଇଦେବା, ସିରିଏଲ ଟିକେ ଆଖି ଦେଖିଦେବା, କଣ ପ୍ରାର୍ଥନା। ଏମିତି କେତେ ଲୋକ ଆମକୁ ପ୍ରଭୁଙ୍କ ଠାରୁ ଦୂରେଇ ଦିଅନ୍ତି। ତେଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ, ଆମ୍ଭେ ମାନେ ସବୁବେଳେ ଜାଗ୍ରତ ହେବା ଦରକାର। ମୁଁ କଣ ଅନ୍ୟର ବାଧାର କାରଣ ହେଉଛି କି? ମୁଁ କଣ ଅନ୍ୟ ପାଇଁ ବିଘ୍ନର କାରଣ ହେଉଛି କି? ମୁଁ କଣ ଅନ୍ୟକୁ ପ୍ରଭୁଙ୍କ ଠାରୁ ଦୂରକୁ ନେଇ ଯାଉଛି କି? ଆମେ ଚିନ୍ତା କରିବା। ବରଂ ସେ ପ୍ରକାର ଯଦି କାର୍ଯ୍ୟ ଆପଣ ମାନେ କରିଛନ୍ତି 2025 ରେ ଆପଣ ଅନେକ ସେଗୁଡା କାର୍ଯ୍ୟ କରିଥାଇ ପାରନ୍ତି, କିନ୍ତୁ ପ୍ରଭୁ ଆଜି ଏକ ନୂଆ ବର୍ଷ ଆମମାନଙ୍କୁ ଦେଇଛନ୍ତି, ଗୋଟେ ନୂତନ ବର୍ଷ ଦେଇଛନ୍ତି, ଆଉ ଗୋଟେ ଆପଣଙ୍କୁ ସୁଧାରିବା ପାଇଁ, ଯେ ଆଜି ଏଇ ବର୍ଷ ଠାରୁ ମୁଁ ଆଉ ଅନ୍ୟମାନଙ୍କୁ ଡିସ୍କରେଜ କରିବି ନାହିଁ, ମୁଁ ଅନ୍ୟମାନଙ୍କୁ ଉତ୍ସାହ ଦେବି, ସେମାନଙ୍କୁ ମୁଁ ଏନକରେଜ କରିବି ଆଗକୁ ବଢିବା ପାଇଁ। ଏହି ପ୍ରକାର ନିଷ୍ପତ୍ତି ଆମେ ନେବାକୁ ପଡିବ, ତେବେ ଆମେ ପ୍ରଭୁଙ୍କ ପାଇଁ ବଢି ପାରିବା, ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରିପାରିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରଭୁଙ୍କର ଗୌରବ ନିମନ୍ତେ ଆମେ ବଢିପାରିବା। କାରଣ ପ୍ରଭୁ ଆମମାନଙ୍କୁ ଏଥିପାଇଁ ତ ମନୋନୀତ କରିଛନ୍ତି, ଏଥିପାଇଁ ତ ଆମମାନଙ୍କୁ ସେ ଗଢିଛନ୍ତି, ଏଥିପାଇଁ ତ ସେମାନଙ୍କୁ ତିଆରିଛନ୍ତି, ଯେପରି ଆମେ ପ୍ରଭୁଙ୍କର ପ୍ରଶଂସା କରିପାରିବା, ଆମେ ତାଙ୍କରି ଲୋକ ହେଇପାରିବା। କାରଣ ପ୍ରଭୁ ଯାହା କିଛି ସୃଷ୍ଟି କରିଛନ୍ତି ତାଙ୍କ ପାଇଁ ତ ସେ କରିଛନ୍ତି, ଜଗତ ପାଇଁ, ସେ ତାଙ୍କ ପାଇଁ, ତାଙ୍କ ନିମନ୍ତେ, ତାଙ୍କ ଦ୍ୱାରା ସବୁ କିଛି ହେଇଛି। ତେଣୁ ଆମେ ତାଙ୍କର ଅଟୁ, ଆମେ ଯାହା କିଛି ବି କରିବା ଆମେ ତାଙ୍କ ପାଇଁ କରିବା। ତେଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଜଗତରେ ଯେତେ ବି ଆପଣଙ୍କ ଭାଇ ଭଉଣୀ ମାନେ ଅଛନ୍ତି, ଆମମାନଙ୍କର ଭାଇ ଭଉଣୀ ମାନେ ଅଛନ୍ତି, ମଣ୍ଡଳୀରେ ହେଉ ବାହାରେ ହେଉ, ଆମେ ସବୁବେଳେ ସେମାନଙ୍କୁ ଏନକରେଜ କରିକି ଆଗକୁ ନେବାର ଅଛି, ଆଉ ସେମାନଙ୍କୁ ପ୍ରଭୁରେ ବଢେଇବାର ଅଛି। ତେବେ ପ୍ରଭୁ ମାନଙ୍କୁ ଆଶୀର୍ବାଦ କରିବେ। କାରଣ ଆମ ଦ୍ୱାରା ଯଦି ଜଣେ ଆତ୍ମା ରକ୍ଷା ପାଉଛି, ସ୍ୱର୍ଗରେ କେତେ ଯେ ପୁରସ୍କାର ଅଛି, এই କଥା ଆପଣ ବିଶ୍ୱାସ କରି ଆଗକୁ ବଢିବା ଅଛି। ସେ ପ୍ରଭୁ ଆପଣଙ୍କୁ ପ୍ରଚୁର ଆଶୀର୍ବାଦ କରିବେ। ପ୍ରଭୁ ଅଳ୍ପ ଚିନ୍ତାରେ ଆଶୀର୍ବାଦ କରନ୍ତୁ। Amen. Praise the Amen. Lord. Amen. Praise the Lord. Hallelujah. Hallelujah. ସନ୍ତୁ ପ୍ରଭୁ ଦାସ ସୁନ୍ଦର ବାକ୍ୟ ପରିବେଷଣ କଲେ, ଆମକୁ ଦେଲେ, ସେଥିପାଇଁ ପୁନର୍ବାର ଆସନ୍ତୁ ପ୍ରଭୁଙ୍କ ଦାସଙ୍କୁ Thank you, କରତାଳି Jesus. Praise the Lord. ଧନ୍ୟବାଦ କରିବା। Hallelujah. Praise the Lord. Hallelujah. Praise the Lord. Hallelujah. এই সময় ପ୍ରାର୍ଥନାର ସମୟ, ଯୋଉ ଭାଇ ଭଉଣୀ ଯୋଉ ଆଜ୍ଞା ପ୍ରାର୍ଥନା ନିବେଦନ କରିବେ ତାଙ୍କ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରିବା। ଆମ ପିଲାମାନେ ଆଜ୍ଞା ୟୁଥ ମିଟିଂ ଯାଉଛନ୍ତି, ପିକନିକ ଯାଉଛନ୍ତି ଚନ୍ଦ୍ରଭାଗା, ଆଉ ଆମ ପିଲାମାନଙ୍କ ପାଇଁ ପ୍ରାର୍ଥନା କରିଦେବେ। ସବୁ ଆମ ଚର୍ଚ୍ଚ ମଣ୍ଡଳୀର ସବୁ ୟୁଥ ପିଲାମାନେ ଯାଉଛନ୍ତି ଚନ୍ଦ୍ରଭାଗା ପିକନିକ, ସେପରି ସୁରକ୍ଷାରେ ଯାଇ ସୁରକ୍ଷାରେ ଫେରିବେ, ସେଥିପାଇଁ ପ୍ରାର୍ଥନା କରିଦେବେ ଟିକେ ଆଉ। ଆଜିର ପ୍ରାର୍ଥନା ଆମମାନଙ୍କର ପ୍ରତାପ ଭାଇ ପ୍ରାର୍ଥନା କରିବେ। ଆମେ ଶୁଣୁଛୁ ଏ ସ୍ଥାନରେ ଆମମାନଙ୍କର ମେଫେୟାର ଚର୍ଚ୍ଚର ସମସ୍ତ ୟୁଥ ସେମାନେ ଚନ୍ଦ୍ରଭାଗା ଯାଉଛନ୍ତି ତାଙ୍କର ଯାତ୍ରାର ସୁଫଳ ପାଇଁ। ଜିତୁଲିମା ସାର୍ଙ୍କର ଆକ୍ସିଡେଣ୍ଟ ହେଇଛି, ତାଙ୍କର ସୁସ୍ଥତା ପାଇଁ ଏନଜିଓର ଅଛନ୍ତି, ତାଙ୍କର ସୁସ୍ଥତା ପାଇଁ ପ୍ରାର୍ଥନା କରିବେ। ଆଉ ଆମମାନଙ୍କର
ବରଗଡ଼ରେ ମାନଙ୍କର ଜଣେ ଭଉଣୀଙ୍କୁ ବ୍ଲଡ ଇନଫେକ୍ସନରେ ସେ ଝିଅ ଛୋଟ ଝିଅ କାଲି ହ୍ୱାଟ୍ସଆପରେ ପଠେଇଥିଲେ ଫଟୋ ସହିତ। ତାଙ୍କ ପାଇଁ ମଧ୍ୟ ବୀରେନ୍ଦ୍ର ସୁନା ଯିଏକି ପ୍ରଭୁଙ୍କର ଦାସ, ତାଙ୍କର ଝିଅ ସେ ବ୍ଲଡ ଇନଫେକ୍ସନ ହେଇକି ହସ୍ପିଟାଲରେ ଆଡମିସନ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବେ। ଆସୁ ମିଳିତ ପ୍ରାର୍ଥନା କରିବା। ତାପରେ ଆମମାନଙ୍କର ପ୍ରତାପ ଭାଇ ଅଛନ୍ତି, ସେ ପ୍ରାର୍ଥନାରେ ଆଗକୁ ଆମମାନଙ୍କୁ ତୋଳିବେ। ଆଉ ଗୋଟେ ସ୍ପେଶାଲ ପ୍ରେୟାର ଅଛି, ଅନିଲ ବୋଲିକି ଜଣେ ନୟାଗଡ଼ର ହେଲା। ସିଏ ମାନେ ପ୍ରଭୁଙ୍କ ଜାଣିବା ପାଇଁ ସେ ବହୁତ ଇଣ୍ଟରେଷ୍ଟ, ହେଲେ ତାଙ୍କର ଯୋଉ ପରମ୍ପରା ରହିଅଛି ସେଥିରେ ସେ ତାଙ୍କର ବାପା ମା ସେଠାର ଏରିଆ ଲୋକମାନେ ଯୀଶୁ କହିଲେ ବିରକ୍ତ ହଉଛନ୍ତି ହେଲା, ଘରୁ ବି ବାହାର କରି ଦଉଛନ୍ତି। ନୟାଗଡ଼ରେ ଏବେ ବି ସେଠାରେ ମାନେ ସତ୍ୟକୁ ଜାଣି ନାହାନ୍ତି। ଏ ଅନିଲ, କାଲି ମୁଁ ତାକୁ ପ୍ରାୟ 2 ଘଣ୍ଟା ପ୍ରଭୁଙ୍କ ବିଷୟରେ ମୁଁ ତାକୁ ଶିକ୍ଷା ଦେଇଛି। ସେ ଆକ୍ଚୁଆଲି ଏ ବିଷୟ ମୁଁ ଜାଣି ନାହିଁ, ଖାଲି ଯୀଶୁ ଖାଲି ଶୁଣିଛି, ତାର ରହସ୍ୟ ବିଷୟ ମୁଁ ଜାଣି ନାହିଁ। ସେ ବଞ୍ଚିଛନ୍ତି, ଆଉ ସେ ଏମିତି ରୋଗ ସୁସ୍ଥ କରୁଛନ୍ତି, ସେମିତି ଭୂତ ପ୍ରେତ ତାଙ୍କ ନାମରେ ଯାଉଛି ବୋଲି ସେ ମାନେ ଜାଣି ନାହିଁ। ଆଉ ଖାଲି ସାଧାରଣ ଭାବରେ ସେ ଜାଣିଛି ଯୀଶୁ ଜଣେ ଭଗବାନ ବୋଲିକି ସେ ଜାଣିଥିଲା। ଆଉ ତାକୁ ସମସ୍ତ ବିଷୟ ନିଜର ସାକ୍ଷ୍ୟ ବି ତାକୁ ମୁଁ ଦେଲି, ସେଥିରେ ସେ ଅନୁପ୍ରାଣିତ ହେଇଛି। ମତେ ଆହୁରି ଟିକେ ମତେ ଭିଡିଓ ଗୁଡାକ ଦେଖାନ୍ତୁ, ମୁଁ ଆଉ ଟିକେ ଜାଣିବା ପାଇଁ ଚାହୁଁଛି, ସେମିତି ସେ ନିବେଦନ କରିଛି। ପ୍ରଭୁ ତାଙ୍କ ହୃଦୟରେ କଥା କୁହନ୍ତୁ। ଅନିଲ ବୋଲି ନୟାଗଡ଼ର, ତାଙ୍କ ପାଇଁ ସ୍ପେଶାଲ ପ୍ରେୟାର କରନ୍ତୁ। ତାଙ୍କ ଦ୍ଵାରା ଯେମିତି ତାଙ୍କର ସପରିବାର ରକ୍ଷା ପାଇବେ, ତାଙ୍କର ଗାଁ ଲୋକ ରକ୍ଷା ପାଇବେ, ତାଙ୍କ ଠାରେ ପ୍ରଭୁ